ତାରିଖ ଘୋଷଣା ପରେ ବି ହଟୁନି ଦ୍ୱନ୍ଦ୍ୱ। ସମୟ ବଢିବା ସହିତ ବଢୁଛି ଚିନ୍ତା। ଏକାଠି ହେବେ କି ବିଜେଡି ବିଜେପି? କିଛି ଦିନ ଧରି ମେଣ୍ଟକୁ ନେଇ ସମସ୍ତେ ଆକଳନ କରୁଥିଲେ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଘୋଷଣା ହୋଇପାରେ ମେଣ୍ଟ, କିନ୍ତୁ ତାରିଖ ଘୋଷଣା ହୋଇଗଲା ହେଲେ ମେଣ୍ଟ ଘୋଷଣା ହୋଇପାରିଲା ନାହିଁ। ସେ ନେଇ ବଢିଲାଣି ଦ୍ୱନ୍ଦ୍ୱ। ନିର୍ବାଚନ ତାରିଖ ଘୋଷଣା ପରେ ନେତାଙ୍କ ମୁହଁରେ ତାଲା ପଡୁଛି। ଆଉ ସେ ତାଲାର ଚାବି ବୋଧହୁଏ ମେଣ୍ଟରେ ହଜିଯାଇଛି। ଯଦି ମେଣ୍ଟ ହୁଏ ତେବେ ତାଲାର ଚାବି ମିଳିଯିବ। ତେବେ ପୂର୍ବରୁ ରାଜ୍ୟରେ ଯେତେ ନିର୍ବାଚନ ହୋଇଛି ବୋଧହୁଏ ଏମିତିକା ସ୍ଥିତି କେବେ ହୋଇନାହିଁ। ମେଣ୍ଟକୁ ନେଇ ଦ୍ୱନ୍ଦ୍ୱରେ ଖୋଦ୍ ଜନତା ଓ ଜନପ୍ରତିନିଧି। ନିର୍ବାଚନ ତାରିଖ ଘୋଷଣା ପରେ ବି କେମିତି ହେବ ରାଜନୈତିକ ଲଢ଼େଇ ସେ ନେଇ ତାର ରୂପରେଖ ଦେଖାଯାଇ ପାରୁନାହିଁ। ଛାମୁଆ ନେତା ଓ ଟିକେଟ ଆଶାୟୀଙ୍କ ଟେନସନ ବଢିବାରେ ଲାଗିଛି। ସମୟ ଗଡ଼ି ଗଡ଼ି ଚାଲିଛି କିନ୍ତୁ କେହି କିଛି କରିପାରୁନାହାନ୍ତି। ଗୋଟେ ପଟେ ବିଜେପି କହୁଛି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ, ଆଉ ବିଜେଡି କହୁଛି ଦଳର ସୁପ୍ରିମୋ ନିଷ୍ପତ୍ତି ନେବେ। କିନ୍ତୁ ମନରେ ଆସୁଛି ପ୍ରଶ୍ନ, ବିଜେଡି 24 ବର୍ଷ ରହିଲା ପରେ ବି ମେଣ୍ଟ କଣ ପାଇଁ ଆବଶ୍ୟକ? ବିଜେପି କେନ୍ଦ୍ରରେ ଥାଇ ମଧ୍ୟ ଓଡ଼ିଶା ମରୁଭୂମିରେ କଣ ପାଇଁ ମେଣ୍ଟ କରିବ? ଫାଇନାଲ ମ୍ୟାଚ୍ ପୂର୍ବରୁ ଦୁଇ ଦଳ ଭଲ ଖେଳୁଥିଲେ, କିନ୍ତୁ ଫାଇନାଲ ମ୍ୟାଚ୍ରେ ସାଇଲେଣ୍ଟ। ପରୀକ୍ଷା ପୂର୍ବରୁ ଦୁଇ ଦଳର ପ୍ରସ୍ତୁତି ଜୋରଦାର ଥିଲା, କିନ୍ତୁ ଏବେ ପରୀକ୍ଷା ତାରିଖ ଘୋଷଣା ପରେ ପ୍ରସ୍ତୁତି କମିଯାଇଛି। ମେଣ୍ଟ ଚର୍ଚ୍ଚା ମଧ୍ୟ ରାଜନୈତିକ ସମୀକ୍ଷକଙ୍କ ଅଙ୍କ ବିଗାଡ଼ି ସାରିଲାଣି। ଏବେ ସମୀକ୍ଷକଙ୍କ ଗୋଟେ ଯୁକ୍ତି, ଯେତେବେଳେ ମେଣ୍ଟ ଘୋଷଣା ହେବ କିମ୍ବା ଯେତେବେଳେ ଦୁଇ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବେ ସେତେବେଳେ ଯାଇ ଦ୍ୱନ୍ଦ୍ୱରୁ ଦୂର ହେବ। ବ୍ୟୁରୋ ରିପୋର୍ଟ, ASPN ନ୍ୟୁଜ୍।